ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ପ୍ରସାଦ ଆଞ୍ଚଳିକ ମହାବିଦ୍ୟାଳୟ ତଥା ବର୍ତ୍ତମାନ ନାମିତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର 35ତମ ସ୍ୱର୍ଣ୍ଣକ୍ଷେତ୍ର ଦିବସ ମହାବିଦ୍ୟାଳୟ ପରିସରରେ ଥିବା ବୈଦେହୀଶ ସାଂସ୍କୃତିକ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ମାନ୍ୟବର ଭଞ୍ଜନଗର ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ରୂପେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ନୃସିଂହ ଚରଣ ପ୍ରଧାନ ସ୍ୱର୍ଣ୍ଣକ୍ଷେତ୍ର ଦିବସର ପୌରୋହିତ୍ୟ କରିଥିଲେ। ଜଗନ୍ନାଥ ପ୍ରସାଦ ବିଡିଓ ଅଶ୍ୱିନୀ କୁମାର ମହାପାତ୍ର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ସେହିପରି ସମ୍ମାନିତ ଅତିଥି ରୂପେ ଡିଗ୍ରୀ କଲେଜର ଅଧ୍ୟକ୍ଷ ସନାତନ ସାହୁ, ପ୍ରାଧ୍ୟାପକ ଡକ୍ଟର ଜୟଦେବ ଗୌଡ଼, ଅଧ୍ୟାପକ ସୁନୀଲ କାନ୍ତ ମିଶ୍ର, ଅଧ୍ୟାପକ ସୁନୀଲ କାନ୍ତ ମୁନି ଓ ଅବସରପ୍ରାପ୍ତ ଅଧ୍ୟାପକ ଶାନ୍ତନୁ କୁମାର ମିଶ୍ର ଯୋଗଦେଇ କଲେଜ ପ୍ରତିଷ୍ଠା ପାଇଁ କରିଥିବା ସଂଘର୍ଷ ବିଷୟରେ କହିଥିଲେ। ମୁଖ୍ୟ ଅତିଥି ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ ଯେ 35 ବର୍ଷ କଲେଜରେ ଯୁକ୍ତ 3 ବିଜ୍ଞାନ ପାଠ୍ୟକ୍ରମ ନାହିଁ। ଆଗାମୀ 24 ଘଣ୍ଟା ମଧ୍ୟରେ ଏଥି ସଂକ୍ରାନ୍ତରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀଙ୍କ ସହ ଯୋଗାଯୋଗ କରି ଯୁକ୍ତ 3 ବିଜ୍ଞାନ ପାଠ୍ୟକ୍ରମ ଖୋଲିବା ପାଇଁ ପଦକ୍ଷେପ ନେବେ ଓ ମହାବିଦ୍ୟାଳୟର ଅନ୍ୟାନ୍ୟ ସମସ୍ୟା ଉପରେ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସେ 35 ବର୍ଷ ତଳେ ଭଞ୍ଜନଗରରେ କଲେଜର ସଭାପତି ଥିବା ସମୟରେ ଏହି କଲେଜର ପ୍ରତିଷ୍ଠା ପାଇଁ ସାହାଯ୍ୟର ହାତ ବଢ଼ାଇଥିବା ସ୍ମୃତି ବିଷୟରେ ନିଜ ବକ୍ତବ୍ୟରେ କହିଥିଲେ। ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, କର୍ମଚାରୀ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ଜଗନ୍ନାଥ ପ୍ରସାଦରୁ ନିରାକାର ସାହୁଙ୍କ ରିପୋର୍ଟ, ସ୍ୱସ୍ତିକ ନ୍ୟୁଜ୍। ଆପଣମାନେ ଦେଖୁଛନ୍ତି ସ୍ୱସ୍ତିକ ଟିଭି।